ପୂର୍ବର କଥା। ହସ୍ତିନାପୁରରେ ଗୋଟିଏ ବ୍ରାହ୍ମଣ ପରିବାର। ସେହି ପରିବାରରେ ମାତ୍ର 4 ଜଣ ସଦସ୍ୟ ଥିଲେ, ବ୍ରାହ୍ମଣ, ବ୍ରାହ୍ମଣୀ ଓ ତାଙ୍କର ପୁଅ ବୋହୂ। କୃଷକମାନେ ଜମିରୁ ଫସଲ କାଟି ନେବା ପରେ ଝଡ଼ି ପଡ଼ିଥିବା ଶସ୍ୟକୁ ବ୍ରାହ୍ମଣ ଜଣକ ସାଉଁଟି ଆଣୁଥିଲେ ଏବଂ ସେହି ଅନ୍ନରେ ପରିବାର ଚଳାଉଥିଲେ। ବ୍ରାହ୍ମଣ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ସନ୍ତୋଷୀ, ଭଗବତ ଭକ୍ତ ଏବଂ ଅତିଥି ସେବା ପରାୟଣ ଥିଲେ। ଥରେ ଦେଶରେ ଦୁର୍ଭିକ୍ଷ ପଡ଼ିଲା, ଜମିରେ ଫସଲ ହେଲା ନାହିଁ। ସାରା ଦିନ ବୁଲିଲେ ମଧ୍ୟ ଜଣକ ପେଟ ପୂରିବା ମୁତାବକ ଶସ୍ୟ ମିଳୁନଥିଲା। କିନ୍ତୁ ଯେତିକି ମିଳୁଥିଲା ତାହାକୁ ବ୍ରାହ୍ମଣୀ କୁଟି ଅଟା କରିଦେଉଥିଲା ଏବଂ ଠାକୁରଙ୍କୁ ଭୋଗ ଲଗାଇ 4 ଜଣ ବ୍ୟକ୍ତି ବାଣ୍ଟି କୁଣ୍ଟି ଖାଉଥିଲେ। ବାରମ୍ବାର ଉପବାସ ରହି ରହି ପରିବାରର ସମସ୍ତେ କ୍ଷୀଣ ଓ ଦୁର୍ବଳ ହୋଇଯାଇଥିଲେ। ଦିନେ ବ୍ରାହ୍ମଣ ଦିନ ତମାମ ବିଭିନ୍ନ କ୍ଷେତ୍ରରେ ଶସ୍ୟ ଆଶାରେ ବୁଲିଲେ। ତାଙ୍କୁ ଖୁବ୍ କମ୍ ଜବ୍ ମିଳିଲା। ଘରକୁ ଫେରିଲା ପରେ ବ୍ରାହ୍ମଣୀ ତାହାକୁ କୁଟି ଚୂନା କରିଦେଲା। ସର୍ବମୋଟ ମୁଠାଏ ଅଟା ସେଥିରୁ ବାହାରିଲା। ସେତିକିକୁ ଠାକୁରଙ୍କୁ ଭୋଗ ଲଗାଇଲା। ପରସ୍ପର ମଧ୍ୟରେ ବାଣ୍ଟି ନେଲେ ଏବଂ ଭୋଜନ କରିବାକୁ ବସିଗଲେ। ସେହି ସମୟରେ ଜଣେ କ୍ଷୁଧାର୍ତ ବ୍ରାହ୍ମଣ ଅତିଥି ତାଙ୍କ ଦୁଆରେ ଆସିଲେ। ବ୍ରାହ୍ମଣ ଅତି ଆଦରରେ ଅତିଥିଙ୍କୁ ନେଇ ଆସନରେ ବସାଇଲେ, ତାଙ୍କ ପାଦ ଧୋଇଦେଲେ ଏବଂ ନିଜ ଭାଗ ଅଟା ତାଙ୍କୁ ଖାଇବାକୁ ଦେଲେ। ଏତିକି ଅଟାରେ ଅତିଥିଙ୍କ ପେଟ କିପରି ବା ପୂରିଥାନ୍ତା? ସେତିକି ବେଳେ ବ୍ରାହ୍ମଣୀ ସେଠାକୁ ଆସିଲା ଏବଂ ନିଜ ଭାଗ ଅଟା ମଧ୍ୟ ଅତିଥିଙ୍କୁ ଦେଇଦେଲା। ତାପରେ ବ୍ରାହ୍ମଣର ପୁଅ ମଧ୍ୟ ଭାଗ ଅତିଥିଙ୍କୁ ଦେଇଦେଲା ଏବଂ ଶେଷରେ ବ୍ରାହ୍ମଣର ବୋହୂ ତା ଭାଗ ଅଟା ଅତିଥିଙ୍କୁ ଦେବାକୁ ଆସିଲା। ବ୍ରାହ୍ମଣ ବୋହୂକୁ କହିଲେ, ଆରେ ମା, ତୁ ଭୋକରେ ରହି ରହି ଦୁର୍ବଳ ହୋଇଗଲୁଣି, ଆଉ ଉପବାସରେ ରହିଲେ ତୋର ବଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ିବ। ତୋର ଭାଗ ରଖିଦେ। ବୋହୂ କହିଲା, ବାପା, ଅତିଥି ସତ୍କାର ନାରାୟଣ ସ୍ୱରୂପ। ଅତିଥିଙ୍କ ସେବା କରିବା ପରମ ଧର୍ମ। ନିଜ ପ୍ରାଣ ଆଶାରେ ଖାଦ୍ୟ ଥାଉ ଥାଉ ଅତିଥିଙ୍କୁ କିପରି ଭୋକିଲା ଛାଡ଼ିବି? ଆପଣମାନେ ମୋତେ ଯେଉଁ ଉତ୍ତମ ପୁଣ୍ୟ ମାର୍ଗ ଦେଖାଇଛନ୍ତି, ମୁଁ ତ ସେହି ଅନୁସାରେ ଚାଲିଛି। ବୋହୂ ମଧ୍ୟ ତା ଭାଗ ଅଟା ଅତିଥିଙ୍କୁ ଦେଇଦେଲା। ଅତିଥି ସେ ଅଟା ଖାଇସାରି ପାଣି ମାଗିଲେ। ବ୍ରାହ୍ମଣ ପାଣି ଆଣି ଦେବା ବେଳକୁ ହଠାତ୍ ବିଚିତ୍ର ଦୃଶ୍ୟ ଦେଖି ଆଶ୍ଚମ୍ବିତ ହୋଇଗଲେ। ତାଙ୍କ ଝୁମ୍ପୁଡ଼ି ଘର ଜ୍ୟୋତିର୍ମୟ ଦିଶୁଛି ଏବଂ ଅତିଥିଙ୍କୁ ଦେଇଥିବା କୁଶ ଆସନ ଉପରେ ଅତିଥି ବ୍ରାହ୍ମଣ ପରିବର୍ତ୍ତେ ସାକ୍ଷାତ ଧର୍ମରାଜ